ସାଙ୍ଗମାନେ ଆପଣମାନଙ୍କ ଘରେ ଯଦି ଏମିତି କିଛି ପୁରୁଣା ଶାଢ଼ୀ ଥିବ ତ ଆପଣମାନେ ତାକୁ ଜମାରୁ ବି ବେକାର ଭାବି ଜମାରୁ ବି ଫିଙ୍ଗିବେନି ବା ଏଣେ ତେଣେ ଜମାରୁ ବି ରଖିବେନି। ଆପଣମାନଙ୍କୁ ବହୁତ ବଢ଼ିଆ କାମରେ ଆସିବ। ତ ଭିଡ଼ିଓକୁ ଜମାରୁ ବି ସ୍କିପ୍ ନ କରି ଫାର୍ଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ହାଇ ଫ୍ରେଣ୍ଡସ୍, ୱେଲକମ୍ ବ୍ୟାକ୍ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। କେମିତି ଅଛନ୍ତି ସମସ୍ତେ? ଜଗନ୍ନାଥଙ୍କ କୃପାରୁ ସମସ୍ତେ ବହୁତ ବଢ଼ିଆ ଥିବେ। ଆଜି ମୁଁ ଆପଣମାନଙ୍କ ପାଇଁ ବହୁତ ୟୁଜଫୁଲ୍ ଟିପ୍ସ ଆଣିଛି ଯେଉଁଟାକି ଆପଣମାନଙ୍କ ଡେଲି ଲାଇଫ୍ରେ କାମରେ ଆସିବ। ତ ଚାଲନ୍ତୁ ଦେଖିନେବା ମୋର ଫାର୍ଷ୍ଟ ଟିପ୍ସ କ'ଣ ଅଛି। ଫାର୍ଷ୍ଟ ଟିପ୍ସ ଅଛି ଏମିତି କିଛି ମସଲା ଗୁଣ୍ଡକୁ ନେଇକିରି ଅଛି। ତ ଆମେ ଯେମିତି ଛୋଟ ଛୋଟ ଜାଗାରେ ରଖିଥାଉ ଡବାରେ, ଯେତେବେଳେ ଫୁଲ୍ ସେ ହେଇଯାଇଥାଏ ନା, ତ ଆମେ ସ୍ପୁନ୍ ଭର୍ତ୍ତି କଲା ବେଳେ ଦେଖନ୍ତୁ ଆମେ ଯଦି ଏମିତି ଭର୍ତ୍ତି କରିବା ତ ଆମର ଜମା ସ୍ପୁନ୍ଟା ପଶିନଥାଏ। ତ ଆମକୁ ଗୋଟେ ଜାଗାରେ ହିଁ ୟାକୁ ରଖିବାର ଥାଏ, କାରଣ ଛୋଟ ଛୋଟ ଜିନିଷ ବା ଛୋଟ ଚାମଚ ବି। ତ ଚାମଚର ପଛପଟଟା ଦେଖନ୍ତୁ, ପଛପଟକୁ ଆପଣମାନେ ଏମିତି ପ୍ରେସ୍ କରିକି ରଖିନେବେ ତ ଆପଣମାନଙ୍କ ଚାମଚଟା ପୁରା ସେଫ୍ଲି ରହିଯିବ। ଆଉ ଆପଣମାନଙ୍କୁ କୌଣସି ପ୍ରକାରର ପ୍ରୋବ୍ଲେମ୍ ଫେସ୍ କରିବା ପାଇଁ ପଡ଼ିବନି। ଆଉ ଯେତେବେଳେ ବି ଆପଣମାନଙ୍କର ଦରକାର ପଡ଼ିବ ଆପଣମାନେ କ'ଣ କରିବେ ନା ଆସ୍ତିକିନା ଚାମଚକୁ କାଢ଼ିକି ଆପଣମାନଙ୍କ ଯାହା ବି ଯେତିକି କ୍ୱାଣ୍ଟିଟିର ପକାଇବାର କଥା ଅଛି ଆପଣମାନେ ଆରାମସେ ପକାଇ ପାରିବେ। ତ ଚାମଚଟାକୁ ଆପଣମାନେ ଯେତେବେଳେ ବି ଫୁଲ୍ ଜିନିଷ ରଖୁଛନ୍ତି ତ ଆପଣମାନେ ସ୍ପୁନ୍କୁ ଏମିତିକା ରଖିବେ ଯେଉଁ ଟ୍ରିକ୍ରେ ଆପଣମାନଙ୍କୁ ଦେଖେଇଲି। ଆଶା କରୁଛି ଏ ଟିପ୍ସଟି ଆପଣମାନଙ୍କୁ ନିହାତି ଭାବରେ ପସନ୍ଦ ଆସିଥିବ। ଚାଲନ୍ତୁ ଦେଖିନା ଗୋଟେ ସେକେଣ୍ଡ ଟିପ୍ସ କ'ଣ ଅଛି। ସେକେଣ୍ଡ ଟିପ୍ସ ଅଛି ଏମିତି ଗ୍ୟାସ୍କୁ ନେଇକିରି। ଗ୍ୟାସ୍ ତ ଆମେ ସଫା କରିଥାଉ, ବେଳେବେଳେ ଗ୍ୟାସ୍ରେ ଏମିତି ପାର୍ଟରେ ଆମର ମଳି ରହିଯାଇଥାଏ ଯାହାକି ଆମକୁ ଗ୍ୟାସ୍ଟା ଅଳ୍ପ ଦିନରେ ଆମର ଖରାପ ହେଇଯାଇଥାଏ। ତ ତାକୁ ଆମେ କେମିତି କ୍ଲିନ୍ କରିବା ତ ସେଇଟା ମୁଁ ଆପଣମାନଙ୍କୁ ଦେଖାଉଛି। ସମସ୍ତେ ତ ସାଧାରଣତଃ କପଡ଼ାରେ ଗ୍ୟାସ୍କୁ ପୋଛିଥାନ୍ତି, ଗୋଟେ ପାନିଆ ସାହାଯ୍ୟରେ ଆମେ ତାକୁ କେମିତି ସଫା କରିବା ଦେଖନ୍ତୁ। ଏଇସବୁ ଜାଗା ଗୁଡ଼ାକ କ'ଣ ହୁଏ ନା ଆମ କପଡ଼ାରେ ଠିକ୍ସେ ମାନେ ଧୂଳି ବା ମଳି ଗୁଡ଼ାକ ବାହାରି ନଥାଏ। ତ ସେଥିପାଇଁ ଆମେ କ'ଣ କରିବା ନା ପାନିଆ ଦ୍ୱାରା ଯଦି ଆମେ ତାକୁ ସଫା କରିବା ତ ଆମର ସେ ଜାଗା ଗୁଡ଼ାକ ବହୁତ ବଢ଼ିଆ ଭାବରେ କ୍ଲିନ୍ ହେଇଯାଇଥାଏ। ତ ଆପଣମାନଙ୍କୁ ଦେଖାଉଛି ଦେଖନ୍ତୁ କେତେ ସାରା ମଳି ରହିଛି। ତ ଯଦି ଆମେ ଏଇ ଟାଇପ୍ର ମଝିରେ ମଝିରେ ଆମେ ଟ୍ରାଏ ନ କରିବା ତ ଆମ ଗ୍ୟାସ୍ ଅଳ୍ପ ଦିନରେ ଖରାପ ହେଇଯାଇଥାଏ, କାରଣ ମଳି ଜମି ଆମର ନଷ୍ଟ ହେଇଯାଇଥାଏ। କପଡ଼ାରେ ତ ଆମେ ବାକି ଉପରେ ସାରା ସବୁ ପୋଛି ଦେଇଥାଉ, କିନ୍ତୁ ଏଇ ପାର୍ଟ ଗୁଡ଼ାକ ଆମର ଟିକେ ବହୁତ ମାନେ କ୍ରିଟିକାଲ୍ ଜିନିଷ ଗୁଡ଼ାକ, ତ ଆମେ ତାକୁ ଟିକେ ଯଦି ଭଲସେ କ୍ଲିନ୍ ନ କରିବା ତ ଏଇ ଜିନିଷ ଗୁଡ଼ାକ ଆମର ଅଳ୍ପ ଦିନରେ ଖରାପ ହେଇଯାଇଥାଏ। ତ ଯେତେବେଳେ ବି ଆପଣମାନେ ଟାଇମ୍ ପାଉଛନ୍ତି ତ କପଡ଼ାରେ ତ ସଫା କରନ୍ତୁ, ତା ବାଦେ ଆପଣମାନେ ଏଇଥିରେ ୟୁଜ୍ କରନ୍ତୁ। ଦେଖିବେ ଆପଣମାନଙ୍କ ଗ୍ୟାସ୍ ଆଉ କିଛି ଦିନ ଚାଲିବ, ତ ଆପଣମାନଙ୍କର ଖରାପ ହେବ ନାହିଁ। ଆଶା କରୁଛି ଏ ଟିପ୍ସଟି ମଧ୍ୟ ଆପଣମାନଙ୍କୁ ନିହାତି ଭାବରେ ପସନ୍ଦ ଆସିଥିବ। ପସନ୍ଦ ଆସିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲିବେନି। ଆଉ ଯେଉଁମାନେ ମୋ ଚ୍ୟାନେଲରେ ନୂଆ ଥିବେ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ବଟନକୁ କ୍ଲିକ୍ କରିବେ, ଯାହାଫଳରେ କି ମୋ ଭିଡ଼ିଓର ନୂଆ ନୋଟିଫିକେସନ୍ ଆପଣମାନଙ୍କ ପାଖେ ଖୁବ୍ ଜଲ୍ଦି ପହଞ୍ଚି ପାରିବ। ଲାଷ୍ଟ ଟିପ୍ସ ହେଉଛି ଏମିତି କିଛି ଶାଢ଼ୀ ବା ଲୁଗାକୁ ନେଇ, କଟନ୍ ହେଉ ବା ସିଫନ୍ ଶାଢ଼ୀ ହେଉ। ତ ଯେତେବେଳେ ଆମ ଘରେ ଏମିତି କିଛି ଶାଢ଼ୀ ଥାଏ ତ ଆମେ ତାକୁ ଯଦି କଲର୍ ଛାଡ଼ି ଯାଇଥାଏ ବା ଚିରି ଯାଇଥାଏ ତ ଆମେ ତାକୁ ପିନ୍ଧି ନଥାଉ, ରଖିଦେଇଥାଉ। ତା ଦେହରେ ଆମେ ଗୋଟେ ବଢ଼ିଆ ଟ୍ରିକ୍ଟା ଆପଣମାନଙ୍କ ସହିତ ସେୟାର କରିବି, ଯାହାଫଳରେ କି ଆପଣମାନଙ୍କ ଘରେ ଯାହା ବି ଏମିତି ଟାଇପ୍ର କିଛି ଲୁଗା ବା ଶାଢ଼ୀ ଥିବ ଆପଣମାନେ ଜମାରୁ ବି ଏଠି ସେଇଠି ଥୋଇବେନି। ତ କ'ଣ ସେଇଟା ଆପଣମାନଙ୍କୁ ଧୈର୍ଯ୍ୟର ସହ ଫାର୍ଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବା ପାଇଁ ପଡ଼ିବ। ତ ଭିଡ଼ିଓକୁ ପୁରା ଦେଖନ୍ତୁ ଆଉ ଫ୍ରେଣ୍ଡସ୍ମାନଙ୍କ ସହିତ ସେୟାର କରନ୍ତୁ, ଯାହାଫଳରେ କି ସେମାନେ ମଧ୍ୟ ଏ ଟିପ୍ସ ଓ ଟ୍ରିକ୍ର ଫାଇଦା ଉଠାଇ ପାରିବେ। ତ ଆପଣମାନଙ୍କୁ ଏ ଟିପ୍ସ ଗୁଡ଼ାକ 0 କଷ୍ଟରେ ଆପଣମାନେ ଘରେ ମଧ୍ୟ ଆରାମସେ କରିପାରିବେ। ଆଉ ଘରକୁ ମଧ୍ୟ ଆପଣମାନଙ୍କର ବଢ଼ିଆ ଭାବରେ କାମରେ ଆସିବେ ଏଇସବୁ ଅଦରକାରୀ ଜିନିଷ। ତ କ'ଣ ସେଇଟା ମୁଁ ଆପଣମାନଙ୍କୁ ଦେଖାଉଛି। ଯେତେବେଳେ ଆମେ ପିଲୋ କଭର୍ ଭର୍ତ୍ତି କରିଥାଉ, ଯଦି ପିଲୋଟା ଆମର ଟିକେ ଛୋଟ କଭର୍ଟା ଟିକେ ବଡ଼ ହେଇଯାଇଥାଏ ନା, ଦେଖନ୍ତୁ ଏମିତି ପୁରା ଢିଲା ଭଳିଆ ରହିଥାଏ, ଯାହାକି ଆମକୁ ମାନେ ପକାଇବାକୁ ଭଲ ଲାଗିନଥାଏ, ଦେଖିବା ପାଇଁ ତ ଭଲ ଲାଗିନଥାଏ। ତ ସେଥିପାଇଁ ଆପଣମାନେ ଏଇ ପ୍ରୋବ୍ଲେମ୍ଟା ନିହାତି ଭାବରେ ଫେସ୍ କରୁଥିବେ। ଯେଉଁମାନେ ବି ଫେସ୍ କରୁଛନ୍ତି ଘରେ, ତ ଏମିତିଆ ଲୁଗା ତ ମାନେ ଲେଡ଼ିଜ୍ମାନଙ୍କ ଘରେ ତ ନିହାତି ଭାବରେ ଥାଏ। ତ ଆମେ ତାକୁ ଏଠି ସେଠି ରଖିଦେଇଥାଉ। ତ ଆପଣମାନେ କ'ଣ କରିବେ ନା ଲୁଗାକୁ ଭଲକି ସାଇଜ୍କି ଭାଙ୍ଗି ନେବେ। ଦେଖନ୍ତୁ ମୁଁ ଯେମିତି ଭାଙ୍ଗି ନେଉଛି, ତ ଭାଙ୍ଗି ନେଇକି ଆପଣମାନଙ୍କୁ ଏମିତି ପିଲୋ ଭିତରେ ଆରାମସେ ସେଟ୍ କରିକି ରଖିବା ପାଇଁ ପଡ଼ିବ। ଯଦି ଆପଣମାନଙ୍କୁ ଯୋଡ଼େ ଜାଗାରେ 3ଟା ବି ଆପଣମାନଙ୍କୁ ଲୁଗା ଦରକାର ପଡ଼ିବ ତାହେଲେ ଆପଣମାନେ ମଧ୍ୟ ସେଟ୍ କରିକି ରଖିପାରିବେ। ତାପରେ ଆପଣମାନେ ପିଲୋକୁ ଦେଖିବେ ଆପଣମାନଙ୍କୁ ଗୋଟେ ପରଫେକ୍ଟ ପିଲୋ ବନିଯିବ, ଯାହାକି ଆପଣମାନଙ୍କୁ ୟୁଜ୍ କରିବା ପାଇଁ ବହୁତ ବଢ଼ିଆ ଲାଗିବ। ଆଶା କରୁଛି ଆଜିର ସବୁ ଟିପ୍ସ ଆପଣମାନଙ୍କ ପାଇଁ ନିହାତି ଭାବରେ ୟୁଜଫୁଲ୍ ଥିବ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲିବେନି। ଭିଡ଼ିଓଟିକୁ ଫାର୍ଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ ରହୁଛି। ଜୟ ଜଗନ୍ନାଥ।